ବନ୍ଧୁ ପିତୃପକ୍ଷରେ ଏହି ତିନୋଟି ଜିନିଷ ଘରକୁ ଆଣନ୍ତୁ ନାହିଁ। ନୂତନ ଭାବରେ କ୍ରୟ କରି ଘରକୁ ଆଣନ୍ତୁ ନାହିଁ। ପ୍ରଥମଟି ହେଉଛି ଝାଡ଼ୁ। ପିତୃପକ୍ଷରେ ନୂତନ ଝାଡ଼ୁ ଘରକୁ ଆଣନ୍ତୁ ନାହିଁ। କାହିଁକି ନା ଝାଡ଼ୁ ଆଣିବା ଦ୍ୱାରା ଘରର ସୁଖ ସମୃଦ୍ଧିରେ ବ୍ୟାଘାତ ଘଟିଥାଏ। ଦ୍ୱିତୀୟଟି ହେଉଛି ଲୁଣ। ଘରକୁ ଲୁଣ ଆଣିବା ଦ୍ୱାରା ପିତୃଲୋକଙ୍କ ଆତ୍ମା ଅସନ୍ତୁଷ୍ଟ ହୋଇଥାଏ। ଫଳସ୍ୱରୂପ ଘର ମଧ୍ୟରେ ବିବାଦୀୟ ପରିସ୍ଥିତି ସବୁବେଳେ ଲାଗି ରହିଥାଏ। ତୃତୀୟଟି ହେଉଛି ସୋରିଷ ତେଲ। ପିତୃପକ୍ଷରେ ସୋରିଷ ତେଲ କେବେ ଘରକୁ ଆଣନ୍ତୁ ନାହିଁ। କାହିଁକି? ଶନିଦେବଙ୍କର ପ୍ରିୟ, ଶନିଦେବଙ୍କୁ ଅର୍ପଣ କରାଯାଏ ସୋରିଷ ତେଲ ଏବଂ ପିତୃକର୍ମରେ ସୋରିଷ ତେଲକୁ ବ୍ୟବହାର କରାଯାଏ। ତେଣୁ ମନେ ରଖନ୍ତୁ, ସୋରିଷ ତେଲ କେବେ ମଧ୍ୟ ପିତୃପକ୍ଷରେ ଘରକୁ ଆଣନ୍ତୁ ନାହିଁ। ଏହି ତିନୋଟି ଜିନିଷ ପିତୃପକ୍ଷରେ ଘରକୁ ନ ଆଣିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଜୟ ଜୟ ଜଗନ୍ନାଥ।